ଆସିଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ। କିଏ ଏ କଳା ପାହାଡ଼? କାହିଁକି ପ୍ରାଚୀନ କାଳରୁ ୟାର ନାଁ ଯୋଡ଼ି ହୋଇ ରହିଛି, ସେ ବି ଆମ ମନ୍ଦିର ସହ? କୁହାଯାଏ ଯେତେ ସବୁ ପୁରାତନ ମନ୍ଦିର ରହିଛି ତାହାକୁ ଏ କଳା ପାହାଡ଼ ଦିନେ ଭାଙ୍ଗି ଦେଇଥିଲା, ଯାହାର ଅବଶେଷ ଆପଣ ଏବେ ନିଜେ ଦେଖି ଜାଣିପାରିବେ। ସୂଚନା ଅନୁସାରେ ଏକାମ୍ର କ୍ଷେତ୍ରରେ ଥିବା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ମଧ୍ୟ ଏମିତି କିଛି ଦୃଶ୍ୟ ରହିଛି। ଏସବୁ ପ୍ରାଚୀନ ମନ୍ଦିର ଭିତରେ ଯେତିକି ଭଗ୍ନାଂଶ ଦେଖିବାକୁ ମିଳୁଛି ସେ ସବୁ କଳା ପାହାଡ଼ ଭାଙ୍ଗିଛି। ହେଲେ ଏ କ'ଣ ପାଇଁ ହିନ୍ଦୁ ମନ୍ଦିର ଭାଙ୍ଗୁଥିଲା? ଓଡ଼ିଶା ଆସି ପୁରୀ କୋଣାର୍କ ଭଳି ପ୍ରସିଦ୍ଧ ମନ୍ଦିରକୁ ମଧ୍ୟ ଏ ଛାଡ଼ି ନାହିଁ। ଶ୍ରୀ ଜଗନ୍ନାଥଙ୍କ ସହ ତାର କୋଉ ଶତ୍ରୁତା ଥିଲା? କାହିଁକି କଳା ପାହାଡ଼ ପାଇଁ ମହାପ୍ରଭୁଙ୍କୁ ଲୁଚାଇବାକୁ ପଡ଼ିଥିଲା? ଆଜି ଜାଣନ୍ତୁ। ଅନେକ ଏହାର ନାଁ ଶୁଣିଥିଲେ ବି ପ୍ରକୃତ ରହସ୍ୟ କ'ଣ ଏପର୍ଯ୍ୟନ୍ତ ଜାଣିନଥିବେ। ଆଜି ଜାଣନ୍ତୁ ୟା ପଛରେ ଥିବା ସତ। କଳା ପାହାଡ଼ ଜଣେ ବଙ୍ଗୀୟ ବ୍ରାହ୍ମଣ ଥିଲେ। ତାଙ୍କ ପ୍ରକୃତ ନାମ କଳାଚାନ୍ଦ ରୟ ଥିଲା। କଳା ପାହାଡ଼ ବଙ୍ଗ ସୁଲତାନ ସୁଲେମାନ କରାରୀଙ୍କର ସିପାହୀ ମୁଖ୍ୟ ତଥା ବୀର ଯୋଦ୍ଧା ଥିଲେ। ତାଙ୍କ ବୀରତ୍ୱ ଦେଖି ସୁଲେମାନୀ କରାରୀଙ୍କ ଝିଅ ଦୁଲାରୀ କଳା ପାହାଡ଼ଙ୍କୁ ଭଲ ପାଇ ବସିଲେ। କଳା ପାହାଡ଼ ବି ତାଙ୍କୁ ଭଲ ପାଇଲେ। ତେବେ ଦୁଲାରୀ ଇସଲାମ ଧର୍ମର ଥିବାରୁ କଳା ପାହାଡ଼ଙ୍କୁ ନିଜ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଲା। ଏହାପରେ ସେ ଦୁଲାରୀଙ୍କୁ ବିବାହ କଲେ। ସୂଚନା ଅନୁସାରେ ଦୁଲାରୀଙ୍କ ପୂର୍ବରୁ କଳା ପାହାଡ଼ଙ୍କର 2 ହିନ୍ଦୁ ପତ୍ନୀ ଥିଲେ। ଏହା ଜାଣିବା ପରେ ଦୁଲାରୀ କଳା ପାହାଡ଼ଙ୍କ ସହ ତାଙ୍କ ଘରକୁ ଗଲେ, କିନ୍ତୁ ସେଠାରେ ତାଙ୍କ ମା ଓ ସମାଜ ତାଙ୍କୁ ଗ୍ରହଣ କରିନଥିଲା। ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ପୁରୀର ମୁକ୍ତି ମଣ୍ଡପକୁ ଯିବାକୁ କୁହାଗଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗ୍ରହଣ କରାଯାଇନଥିଲା, ବରଂ ତିରସ୍କାର କରାଯାଇଥିଲା। ଅନେକ ଚେଷ୍ଟା ପରେ ବିଫଳ ହୋଇ କଳା ପାହାଡ଼ ଇସଲାମ ଧର୍ମକୁ ମାନି ଦୁଲାରୀଙ୍କ ସହ ରହିଲେ। ଏହାପରେ ସେ ଧୀରେ ଧୀରେ ହିନ୍ଦୁ ଧର୍ମକୁ ଘୃଣା କରିବାକୁ ଲାଗିଲେ, କାରଣ ସେ ନିଜ ପରିବାର ଠାରୁ ଦୂରେଇ ଯାଇଥିଲେ ଆଉ ନିଜ କ୍ରୋଧକୁ ଶାନ୍ତ କରିବା ପାଇଁ ଆକ୍ରମଣ ତଥା ଯୁଦ୍ଧ କରିବାକୁ ଲାଗିଲେ। ଏହି ସମୟରେ ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବଙ୍କ ଶାସନ ଚାଲିଥିଲା। ଆଉ ଠିକ୍ ଏହି ସମୟରେ ହିଁ ଦିଲ୍ଲୀରେ ମୋଗଲ ସମ୍ରାଟ ଆକବରଙ୍କ ରାଜୁତି ଚାଲୁଥିଲା। ଆଉ ତାଙ୍କ ସୁଲତାନ ଥିଲେ ସୁଲେମାନ କରାରୀ। ଆକବର ଏହି ସମୟରେ ରାଜା ମୁକୁନ୍ଦ ଦେବଙ୍କ ସହ ସମ୍ପର୍କ ବଢ଼ାଇବାକୁ ଚାହିଁଲେ। ତାଙ୍କ ନଜର ବଙ୍ଗଳା ଉପରେ ଥିଲା। ଏହି ସମୟରେ ସୁଲେମାନ କରାରୀଙ୍କ ତିକ୍ତତା ବଢ଼ିଲା ରାଜା ମୁକୁନ୍ଦ ଦେବଙ୍କ ସହ। ଉଚିତ ଶିକ୍ଷା ଦେବାକୁ ସବୁ ଯୋଜନା ଲଗାଇଲେ। ସୁଲେମାନ ନିଜ ସୈନ୍ୟଙ୍କୁ 2 ଭାଗ କଲେ। ଗୋଟିଏ ଭାଗର ଦାୟିତ୍ୱ ସେ ନିଜେ ନେଲେ ଆଉ ଅନ୍ୟଟି ତାଙ୍କ ପୁତ୍ର ବାୟାଜିନଙ୍କୁ ଦେଲେ। ଆଉ ବାୟାଜିନଙ୍କୁ ସାହାଯ୍ୟ କରିବା ପାଇଁ କଳା ପାହାଡ଼ଙ୍କୁ ନିଯୁକ୍ତ କଲେ। ଏହି ସମୟରେ ରାଜା ମୁକୁନ୍ଦ ଦେବ ଏକା ଯୁଦ୍ଧ ଲଢ଼ୁଥିଲେ। ତାଙ୍କୁ ଅନ୍ୟ କେହି ରାଜା ସହଯୋଗ କଲେନି। ସେ ନିରାଶ ହୋଇ କୁଣ୍ଡାସୀମା ପାହାଡ଼ରେ ଲୁଚି ଯାଇଥିଲେ। ଆଉ ଏହି ସମୟରେ ସୁଲେମାନ ଏହାକୁ ଅବରୋଧ କରିନେଲେ ଆଉ ବାୟାଜିନ ଓଡ଼ିଶାର ଆଭ୍ୟନ୍ତରକୁ ପଶିଲେ। ପ୍ରଥମରେ କଟକକୁ ଦଖଲ କଲେ। ଏହି ସମୟରେ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜ ଆଫଗାନ ସେନାଙ୍କୁ ବିରୋଧ ନ କରି ନିଜକୁ ଓଡ଼ିଶାର ରାଜା ଘୋଷଣା କଲେ। ଠିକ୍ ଏହି ସମୟରେ ମୁକୁନ୍ଦ ଦେବ କୁଣ୍ଡସୀମାରେ ସନ୍ଧି କରି ରାଜା ରାମଚନ୍ଦ୍ରଙ୍କ ପାଖକୁ ଆସିଲେ। ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ମୃତ୍ୟୁ ହେଲା। ଏହାକୁ ଦେଖି ଖୁସି ହେଲା ବେଳେ ଆଫଗାନ ସେନା ଆସି ରାଜା ରାମଚନ୍ଦ୍ର ଭଞ୍ଜଙ୍କୁ ମାରି ଦେଇଥିଲେ। ଏହାପରେ ଓଡ଼ିଶା ବଙ୍ଗ ସୁଲତାନଙ୍କ ଅଧୀନରେ ରହିଲା। 1568 ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହେଲା ଓଡ଼ିଶାରେ ଆଫଗାନୀ ଶାସନ। ଏହାପରେ କଳା ପାହାଡ଼ ସବୁକିଛି ଲୁଟି ନେବାକୁ ଯୋଜନା ବନାଇଲା। ମୁକୁନ୍ଦ ଦେବ ଓ ବାରବାଟୀ ଦୁର୍ଗକୁ ସୁରକ୍ଷା ଦେଉଥିବା କୁନି ସାମନ୍ତ ସିଂହାରଙ୍କ ମୃତ୍ୟୁ ପରେ କଳା ପାହାଡ଼ ଏହାକୁ ନିଜ ଅଧୀନକୁ ଆଣିଦେଲା। ଏହାପରେ ଶ୍ରୀକ୍ଷେତ୍ର ଅଭିମୁଖେ କଳା ପାହାଡ଼ ଗଲା। ଏହାକୁ ଶୁଣିବା ପରେ ସେବାୟତମାନେ 3 ବିଗ୍ରହଙ୍କୁ ନେଇ ଚିଲିକା ପାଖକୁ ପଳାଇଲେ। ଏହାକୁ ଜାଣିବା ପରେ କଳା ପାହାଡ଼ 3 ବିଗ୍ରହଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲା। ତେବେ ସୂଚନା ଅନୁସାରେ ଏହି ସମୟରେ ମିଶର ମହାନ୍ତି ନାମକ ଜଣେ ବୈଷ୍ଣବ ପ୍ରଭୁଙ୍କ ବ୍ରହ୍ମକୁ ଆଣି ପୁରୀ ଆସିଯାଇଥିଲେ। ଆଉ ପୁଣି ଥରେ ଭଗବାନଙ୍କର ନବକଳେବର ହେଲା। ନୂଆ ମୂର୍ତ୍ତିରେ 3 ବିଗ୍ରହଙ୍କ ବ୍ରହ୍ମ ରଖାଗଲା। ଆଉ ପୁଣି ଥରେ ଭକ୍ତଙ୍କୁ ଦର୍ଶନ ଦେଲେ 3 ଠାକୁର। ତେବେ ଲୋକକଥା ଅନୁସାରେ କଳା ପାହାଡ଼ ଓଡ଼ିଶାରେ ଅନେକ ପ୍ରାଚୀନ ମନ୍ଦିରକୁ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଥିଲା। ଏକଥା କେତେ ସତ କେତେ ମିଛ ତାହା ତ ଜଣା ନାହିଁ।
ତେବେ ଆପଣମାନେ କଳା ପାହାଡ଼କୁ ନେଇ କ'ଣ ଜାଣିଛନ୍ତି ଆମ ସହ କମେଣ୍ଟରେ ସେୟାର କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ରହୁଛୁ, ଜୟ ଜଗନ୍ନାଥ।